ବର୍ତ୍ତମାନ ଚାଷୀ ଭାଇମାନଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର। ଆମର ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଦେଶ ହେଉ କି ରାଜ୍ୟ, ବର୍ତ୍ତମାନ ଚାଷୀ ଓ ସେମାନଙ୍କ ଫସଲ ସହ ସେମାନଙ୍କ ପରିବାର ପ୍ରତିପୋଷଣ ପ୍ରତି ଧ୍ୟାନ ଦେଉଛନ୍ତି ସରକାର। ଏହି କ୍ରମରେ ସେମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଭଳି ଭାବରେ ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। ବିହନଠାରୁ ଆରମ୍ଭ କରି କୃଷି ଲୋନ୍ ପର୍ଯ୍ୟନ୍ତ ସବୁକିଛି ସହାୟତା ପ୍ରଦାନ କରାଯାଉଛି। ଏଭଳି ଯୋଜନାର ଲାଭ ଉଭୟ ପୁରୁଷ ଓ ମହିଳା ଚାଷୀ ଉଠାଉଛନ୍ତି। ତେବେ ଚାଷୀ ଭାଇମାନଙ୍କ ପାଇଁ ଏଭଳି ଯୋଜନା କାର୍ଯ୍ୟକାରୀ କରିବା ଦ୍ୱାରା ସେମାନେ ନିଜ ସ୍ୱାବଲମ୍ବୀ ଆର୍ଥିକ ବିକାଶରେ ସହାୟକ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଉଛନ୍ତି। ତେବେ ସବୁଠୁ ବଡ଼ କଥା ହେଲା କି ଚାଷୀ ଭାଇଙ୍କୁ ମିଳିବ 18,000 ଟଙ୍କା। ଆସନ୍ତୁ ଦେଖିବା କ'ଣ ରହିଛି ସମ୍ପୂର୍ଣ୍ଣ ଖବର। ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓକୁ ଦେଖିବା ପୂର୍ବରୁ ଗୋଟେ ଲାଇକ୍ କରନ୍ତୁ। ଆଉ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ତେବେ କିଛି ବର୍ଷ ପୂର୍ବରେ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷୀଙ୍କୁ କୃଷି ସାଥୀ ଭାବରେ ନିଯୁକ୍ତି ପ୍ରଦାନ କରିବା। ପୂର୍ବରୁ କୃଷକ ସାଥୀରେ ନିଯୁକ୍ତି ବ୍ୟକ୍ତି ବିଶେଷଙ୍କୁ ମାସିକ 12,000 ଟଙ୍କା ଯୋଗାଇ ଦିଆଯାଉଥିଲା। ଏବେ ରାଜ୍ୟ ସରକାର ଏହି ଅର୍ଥକୁ 18,000 ଟଙ୍କାକୁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କର ନିୟମ ମୁତାବକ ପ୍ରତି ପଞ୍ଚାୟତରେ 2 ଜଣ କୃଷକ ସାଥୀ ନିଯୁକ୍ତି ଅଛନ୍ତି। କୃଷକ ସାଥୀମାନେ କୃଷି ସମ୍ପର୍କିତ ବିଭିନ୍ନ ବିଷୟରେ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କୁ ସଚେତନ କରିବା ସହିତ ସେମାନଙ୍କୁ ଲାଭଦାୟୀ ଫସଲ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ତେବେ ଯେଉଁମାନେ ଚାଷ କାର୍ଯ୍ୟ ସମ୍ପର୍କରେ ଅବଗତ ସେମାନଙ୍କୁ ହିଁ ଏହି ଯୋଜନାର ନିଯୁକ୍ତି ମିଳିଛି। ଗତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନେଇଥିଲେ ନବୀନ ସରକାର। ଖାଲି ସେତିକ ନୁହେଁ, ଏହି ବର୍ଦ୍ଧିତ ରାଶି ଚାଷୀଙ୍କ 2023 ଅକ୍ଟୋବରରୁ ପିଛିଲା ଭାବରେ ଲାଗୁ ହେବ। ଏହି ଘୋଷଣା ଦ୍ୱାରା ରାଜ୍ୟର ପ୍ରାୟତଃ 13,600 କୃଷକ ସାଥୀ ଉପକୃତ ହେବେ। ପୂର୍ବରୁ ଏହି ଚାଷୀଙ୍କୁ 12,000 ଟଙ୍କା ମିଳୁଥିଲା, କିନ୍ତୁ ସରକାରଙ୍କ ଘୋଷଣା ପରେ ସେମାନଙ୍କୁ 18,000 ଟଙ୍କା ମିଳିବାକୁ ଯାଉଛି। ରାଜ୍ୟରେ କୃଷି କାର୍ଯ୍ୟକୁ ବ୍ୟାପକ କରାଇବାକୁ ଏହି ଯୋଜନା ଗତ 2007-08 ବର୍ଷରେ ଘୋଷଣା ହୋଇଥିଲା। ଏହି ଯୋଜନା ଯେଉଁମାନେ ନିଜ ଜିଲ୍ଲା ତଥା ଅଞ୍ଚଳରେ ସଫଳ ଚାଷୀ ବୋଲାଇ ପାରିଥିବା ଚାଷୀଙ୍କର ଏହି ଯୋଜନା ନିଯୁକ୍ତି ପ୍ରଦାନ କରାଯିବା ସହ ମାସିକ ଦରମା ପ୍ରଦାନ କରାଯାଉଛି।